କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା, ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଓଡ଼ିଆ ପାଠଶାଳାକୁ। ଚାଲନ୍ତୁ ଆଜିର ଭିଡିଓରେ ଆମେ ଡିସ୍କସ୍ କରିବା କ୍ୱେଶ୍ଚିନ୍ ଆନ୍ସର। କାହାର ନା ସୁଭାଷ ଚନ୍ଦ୍ର ବୋଷ ଓ ଭାରତୀୟ ଜାତୀୟ ସେନାର ଯୋଉ ପାଠଟି ଥିଲା ତାର ଆମେ ସବଜେକ୍ଟଟା ପଢିଛନ୍ତି। ଆଜି ତା କ୍ୱେଶ୍ଚିନ୍ ଆନ୍ସର ଡିସ୍କସ୍ କରିବା। ତ ଆରମ୍ଭ କରିବା ଫର୍ଷ୍ଟ କ୍ୱେଶ୍ଚିନ୍। ଫର୍ଷ୍ଟ କ୍ୱେଶ୍ଚିନ୍ ଅଛି, ପ୍ରତ୍ୟେକ ପ୍ରଶ୍ନର ଉତ୍ତର ପ୍ରାୟ 60 ଗୋଟି ଶବ୍ଦରେ ଲେଖ। ତ କ୍ୱେଶ୍ଚିନ୍ ହେଲା, ଭାରତୀୟ ଜାତୀୟ କଂଗ୍ରେସର ସଦସ୍ୟ ଭାବେ ସୁଭାଷ ବୋଷଙ୍କ ରାଜନୈତିକ ଜୀବନ ସମ୍ପର୍କରେ ଏକ ବିବରଣୀ ପ୍ରଦାନ କର। ତ ଆନ୍ସରଟା କୋଉଠି ଅଛି ସବଜେକ୍ଟର, ସେଟା ଏଠି ମୁଁ ମେନସନ କରିଦେଇଛି, ସଜେଇକି ନିଜେ ଲେଖିବ। 1923ରେ ସୁଭାଷ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦାନ କଲେ ଓ ବଙ୍ଗଳା ପ୍ରାଦେଶିକ କଂଗ୍ରେସ କମିଟିର ସମ୍ପାଦକ ପଦବୀ ଅଳଙ୍କୃତ କଲେ। ସେ ମହାନ ନେତା ଚିତ୍ତରଞ୍ଜନ ଦାସଙ୍କୁ ତାଙ୍କର ରାଜନୈତିକ ଗୁରୁ ଭାବରେ ଗ୍ରହଣ କଲେ ଏବଂ ତାଙ୍କ ପ୍ରେରଣାରେ ରାଜନୈତିକ କାର୍ଯ୍ୟ କଲେ। 1924ରେ ସେ କଲିକତା ନଗର ନିଗମର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିର୍ବାଚିତ ହେଲେ। ସେ ଉଭୟ ବଙ୍ଗଳା ପ୍ରାଦେଶିକ କଂଗ୍ରେସ ସମିତି ଓ ସର୍ବଭାରତୀୟ ଶ୍ରମିକ କଂଗ୍ରେସର ଅଧ୍ୟକ୍ଷ ଭାବରେ ମଧ୍ୟ ନିର୍ବାଚିତ ହୋଇଥିଲେ। ତାଙ୍କର ଅସୀମ ସାହସ ଓ ଦେଶପ୍ରେମ ଯୋଗୁଁ ସେ ଜନସାଧାରଣଙ୍କ ଅତ୍ୟନ୍ତ ପ୍ରିୟଭାଜନ ହୋଇପାରିଥିଲେ। ତାଙ୍କର ବିଦ୍ରୋହ ବିପ୍ଳବାତ୍ମକ କାର୍ଯ୍ୟକଳାପକୁ ଲକ୍ଷ୍ୟ କରି ଇଂରେଜ ସରକାର ତାଙ୍କୁ 1924ରେ ସନ୍ଦେହରେ ଗିରଫ କଲେ ଏବଂ ଏହାର ଏକ ବର୍ଷ ପରେ ତାଙ୍କୁ ବର୍ମାର ମାଣ୍ଡାଲେ ଜେଲକୁ ପ୍ରେରଣ କଲେ। 1938ରେ ସେ ହରିପୁର ଅଧିବେଶନରେ ଭାରତୀୟ ଜାତୀୟ କଂଗ୍ରେସ ସଭାପତି ମନୋନୀତ ହୋଇଥିଲେ। 1939ରେ ଗାନ୍ଧିଜୀଙ୍କ ବିରୋଧ ସତ୍ତ୍ୱେ ସେ ତ୍ରିପୁରୀ ଅଧିବେଶନରେ ମଧ୍ୟ ସଭାପତି ହୋଇଥିଲେ, କିନ୍ତୁ ଏହି ଅଧିବେଶନ ପରବର୍ତ୍ତୀ ସମୟରେ ଗାନ୍ଧିଜୀଙ୍କ ସହ ମତଭେଦ ହେବାରୁ ସୁଭାଷ ଚନ୍ଦ୍ର ବୋଷ ତ୍ୟାଗ କରି 1939 ମେ 3 ତାରିଖରେ ଫରୱାର୍ଡ ବ୍ଲକ ନାମରେ ଗୋଟିଏ ନୂତନ ରାଜନୈତିକ ଦଳ ଗଠନ କଲେ। ଆନ୍ସର ହେଉଛି ୟା ଭିତରେ ହିଁ ଆନ୍ସରଟି ଅଛି, କିନ୍ତୁ ଆମେ ତାକୁ ସଜେଇକି ବିଟ୍ ବାଇ ବିଟ୍ କରିକି ଲେଖିବା ଯେତେବେଳେ କି ତାହା 60 ଗୋଟି ଶବ୍ଦରେ କନଭର୍ଟ ହବ। ସେକେଣ୍ଡ କ୍ୱେଶ୍ଚିନ୍ ହେଲା, ଭାରତ ପରିତ୍ୟାଗ ପଛରେ ସୁଭାଷ ବୋଷଙ୍କ ଉଦ୍ଦେଶ୍ୟ ଓ ଚିନ୍ତାଧାରା କ'ଣ ରହିଥିଲା? ଭାରତ ବାହାରେ ରହି ଭାରତର ସ୍ୱାଧୀନତା ପାଇଁ ଲଢ଼େଇ କରିବା ଉଦ୍ଦେଶ୍ୟରେ ସୁଭାଷ ଉକ୍ତ ବର୍ଷ ଛଦ୍ମବେଶରେ ଭାରତ ପରିତ୍ୟାଗ କଲେ। ତାଙ୍କ ଉଦ୍ଦେଶ୍ୟ କ'ଣ ଥିଲା? ନା ସେ ବାହାରେ ରହିକି ସ୍ୱାଧୀନତା ପାଇଁ ଲଢ଼େଇ କରିବେ। ଶତ୍ରୁର ଶତ୍ରୁ ଆମର ମିତ୍ର ନୀତି ଅନୁସରଣ କରି ସେ ଦେଶ ବାହାରୁ ବ୍ରିଟିଶ ଶକ୍ତିକୁ ଆଘାତ କରିବା ପାଇଁ ସିଦ୍ଧାନ୍ତ ନେଇଥିଲେ। ଭାରତର ଶତ୍ରୁକୁ ପରାସ୍ତ ଓ ଦମନ କରିବା ପାଇଁ ତାର ଶତ୍ରୁ ସହିତ ହାତ ମିଳାଇବା ଲାଭଦାୟକ ହେବ ବୋଲି ତାଙ୍କର ହୃଦବୋଧ ହୋଇଥିଲା। ଇତିହାସରୁ ସେ ଶିକ୍ଷା ଲାଭ କରିଥିଲେ ଯେ ବହିର୍ଶକ୍ତିର ସାହାଯ୍ୟ ବିନା କୌଣସି ଜାତି ସ୍ୱାଧୀନତା ହାସଲ କରିପାରି ନାହିଁ। ସୁଭାଷ ବୋଷ ଇଂଲଣ୍ଡର ପ୍ରଧାନ ଶତ୍ରୁ ଜର୍ମାନୀ ଓ ଜାପାନର ସମର୍ଥନ ହାସଲ କରିବା ପାଇଁ ଉଦ୍ୟମ କଲେ। ଥର୍ଡ କ୍ୱେଶ୍ଚିନ୍ ହେଲା, ଜର୍ମାନୀରେ ସୁଭାଷଙ୍କ କାର୍ଯ୍ୟକଳାପ କ'ଣ ଥିଲା? ତ ଡିଟେଲ୍ସଟା ହେଉଛି, ଜର୍ମାନ ସରକାରଙ୍କ ସାହାଯ୍ୟରେ ସେ ବର୍ଲିନ ଠାରେ ଏକ ସ୍ୱାଧୀନ ଭାରତ କେନ୍ଦ୍ର ପ୍ରତିଷ୍ଠା କଲେ ଏବଂ ଫ୍ରି ଇଣ୍ଡିଆନ ଆର୍ମି ବା ସ୍ୱାଧୀନ ଭାରତ ସୈନ୍ୟବାହିନୀ ଗଠନ କଲେ। ସେଠାରେ ଥିବା ପ୍ରାୟ 20,000 ଭାରତୀୟ ଯୁଦ୍ଧବନ୍ଦୀ ଏଥିରେ ସାମିଲ ହେଲେ। ଭାରତୀୟ ସେନାମାନଙ୍କୁ ଜର୍ମାନୀ ସେନାପତିମାନେ ତାଲିମ ଦେଇଥିଲେ ଓ ସୁଭାଷ ତାହା ନିରୀକ୍ଷଣ କରି ଅଭିବାଦନ ଗ୍ରହଣ କରୁଥିଲେ। ସୈନ୍ୟମାନଙ୍କ ଦ୍ୱାରା ଅଭିବାଦନ ସ୍ୱରୂପ ସାଧାରଣ ଭାବେ ଜାହିନ୍ଦ୍ ଧ୍ୱନି ବ୍ୟବହୃତ ହେଉଥିଲା। ଜର୍ମାନୀରେ 1941ରେ ସୁଭାଷ ବୋଷ ଆଜାଦ ହିନ୍ଦ ରେଡିଓ ପ୍ରତିଷ୍ଠା କରି ସେଠାରୁ 1942 ଫେବୃଆରୀ 19ରେ ତାଙ୍କର ପ୍ରଥମ ଗୁପ୍ତ ବେତାର ବାର୍ତ୍ତା ବିଶ୍ୱବାସୀଙ୍କ ନିମନ୍ତେ ପ୍ରସାରଣ କରିଥିଲେ। ଜର୍ମାନୀରେ ସୁଦୂର ବର୍ଲିନରୁ ଆଜାଦ ହିନ୍ଦ ରେଡିଓ ଦ୍ୱାରା ଭାରତବାସୀଙ୍କୁ ସେ ଯେଉଁ ସଂଗ୍ରାମୀ ଆହ୍ୱାନ ଜଣାଇଥିଲେ, ସେଥିରେ ଭାରତର ଜନସାଧାରଣ ଦେଶପ୍ରେମରେ ଉଦ୍ବୁଦ୍ଧ ହୋଇଥିଲେ। ଜର୍ମାନୀର ଶାସକ ହିଟଲରଙ୍କୁ ଦେଖାକରି ଭାରତର ସ୍ୱାଧୀନତା ସମ୍ପର୍କରେ ତାଙ୍କୁ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ। ଯଦିଓ ହିଟଲର ଏ ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ପ୍ରତିଶ୍ରୁତି ଦେଇନଥିଲେ, ଜର୍ମାନୀରୁ ନିରାପଦ ଭାବେ ଜାପାନକୁ ଯାତ୍ରା କରିବା ପାଇଁ ସେ ସୁଭାଷଙ୍କୁ ସାହାଯ୍ୟ କରିଥିଲେ। ତ ଏହା ତାଙ୍କର ଯୋଉ ଟୋଟାଲ କାର୍ଯ୍ୟକଳାପଟି ଥିଲା ସୁଭାଷ ବୋଷଙ୍କର ଜର୍ମାନୀରେ, ତାହାକୁ ବିଟ୍ ବାଇ ବିଟ୍ ପଏଣ୍ଟ କରିକି ଲେଖିବା, ଯୋଉଟା କି ଏଇ ଯୋଉ ପାରାଗ୍ରାଫ ଅଛି ତାରି ଭିତରେ ହିଁ ରହିଛି। ନେକ୍ସଟ କ୍ୱେଶ୍ଚିନ୍ ହେଲା, ଆଜାଦ ହିନ୍ଦ ଫୌଜର ସୈନିକମାନଙ୍କର ଗିରଫର ପରିମାଣ ସ୍ୱରୂପ କ'ଣ ଘଟିଥିଲା? 1945 ମସିହା ସେପ୍ଟେମ୍ବର ମାସରେ 3 ସେନାଧ୍ୟକ୍ଷ ଶାହନୱାଜ ଖାନ, ପ୍ରେମ ସେହଗଲ ଆଉ ଗୁରୁ ଦୟାଲ ସିଂହ ଧଲନ ବ୍ରିଟିଶ ସରକାରଙ୍କ ଦ୍ୱାରା ଗିରଫ ହେଲେ ଏବଂ ସେହି ବର୍ଷ ନଭେମ୍ବର 5 ତାରିଖରେ ଦିଲ୍ଲୀର ଲାଲକିଲ୍ଲାରେ ଅନୁଷ୍ଠିତ ସାମରିକ ଅଦାଲତର ସମ୍ମୁଖୀନ ହେଲେ। ସେମାନଙ୍କୁ ସ୍ୱାଧୀନତା ସଂଗ୍ରାମୀ ଭାବେ ଅଭିହିତ କରି ଭାରତୀୟମାନେ ସେମାନଙ୍କ ଗିରଫ
और विचार विरोध में समग्र देश में विक्षोभ शोभायात्रा और हड़ताल संगठित कले। समस्त राजनैतिक दल, कांग्रेस, मुस्लिम लीग और भारतीय कम्युनिस्ट पार्टी नेतृवृंद तथा जनसाधारण आजाद हिंद फौज सैन्य मानक मुक्ति दाबी कले। भुलुभाई देसाई, तेज बहादुर साप्रू, जवाहरलाल नेहरू, आसाफ अली प्रमुख आईनजीवी सेମାନଙ୍କ सपक्षरे मकद्दमा लढिले। इंग्रेज सरकार विरोध में प्रबल जनमत प्रकाश पाइबारु सामरिक अदालत सेମାନଙ୍କୁ दोषी साब्यस्त କରିବା ସତ୍ତ୍ୱେ ଭାରତର ତତ୍କାଳୀନ ଭାଇସରୟ ଲର୍ଡ ୱାଭେଲ ଅଭିଯୁକ୍ତ ମାନଙ୍କୁ 1946 ଜାନୁଆରୀ 1 ତାରିଖରେ ମୁକ୍ତ କରିଦେଇଥିଲେ। ତ ଏହା ଥିଲା ପରିଣାମ କି ବିଦ୍ରୋହ ହେଲା କେମିତି ତାଙ୍କ ପାଇଁ ଲଢିଥିଲେ, ତାପରେ କଣ ହେଲା, ତାଙ୍କୁ ଦୋଷୀ ସାବ୍ୟସ୍ତ କରାଗଲା, କିନ୍ତୁ ତାପରେ ସେମାନଙ୍କୁ ମୁକ୍ତ କରିଦିଆଯାଇଥିଲା। नेक्स्ट क्वेश्चन है आजाद हिंद फौज अभियान मिलता सुफल संपर्क में एक टिप्पणी लेख। ऐतिहासिक दृष्टिकोण विचार कले देखा जाए जे नेताजी आजाद हिंद फौज प्रकृत पक्षर व्यर्थ होना घोषित लक्ष्य पूरण में संपूर्ण भाव सफल होते भारतर स्वाधीनता इतिहास रे आजाद हिंद फौज अभियान फल थिला। सुदूर प्रसारी आजाद हिंद फौज संग्राम तत्क्षणिक फल हिसाब रे भारतीय नौसेना ब्रिटिश शासन विरोध में विद्रोह घोषणा करथिले। आजाद हिंद सरकार मुख्य भाव में नेताजी सुभाष बोस भारत वर्षर स्वाधीनता दाबी को एक आंतर्जातिक प्रश्न में परिणत करथिले। यह व्यतीत आजाद हिंद फौज विचार को केंद्र करी 1945 मसीहा शेष भाग में सारा भारत वर्ष में जो उत्तेजना ब्रिटिश विरोधी आंदोलन होता ता सरकार को क्रमशः भयभीत करथिला। ब्रिटिश शक्ति उपर चरम आघात करी यह स्वाधीनता प्राप्तिर पथ को सुगम करथिला। तेणु यह थिला आजाद हिंद फौज अभियान जोटा रहिथिला तार सुफल विषय टिप्पणी। नेक्स्ट पार्ट को जिबा प्रत्येक प्रश्न उत्तर प्राय 20 गोटी शब्द रे लेख। केउ दुटी स्थान रे एवं केबे सुभाष बोस जातीय कांग्रेस अधिवेशन सभापति होइतिले। 1938 रे हरिपुर अधिवेशन रे भारतीय जातीय कांग्रेस सभापति मनोनीत होइतिले आ 1939 रे गांधीजी को विरोध सत्वे से त्रिपुरी अधिवेशन रे मध्य सभापति होइतिले। रासबिहारी बोस विदेश रे प्रतिष्ठा करिथिबा संगठन नाम कोन? नाम थिला भारतीय स्वाधीनता संघ से गठन करथिले। जर्मनी रो केबे और किपरि सुभाष चंद्र बोस टोकियो जाइथिले? 1943 फेब्रुआरी 8 तारिख रे सुभाष किले बंदररू बुढ़ा जहाज रे जापान अभिमुखे यात्रा कले एवं 1943 जून 13 रे टोकियो सहर रे से पहुंचीथिले। क्वेश्चन होची सुभाष चंद्र बोस आजाद हिंद फौज रो चारोटी ब्रिगेड रो नाम कोन थिला? गांधी ब्रिगेड, नेहरू ब्रिगेड, आजाद ब्रिगेड एवं स्वतंत्र महिला शाखा झांसी ब्रिगेड। क्वेश्चन है दिल्ली चलो रो तात्पर्य कौन थिला? दिल्ली चलो रो तात्पर्य यह थिला कि दिल्ली रो पथ हैला स्वाधीनतार पथ, सेटा ही तांकर आह्वान थिला आउ सेटा ही अर्थ थिला। आजाद हिंद फौज ताहार भारत अभियान समय रे भारत रो केउ शहर एवं केबे दखल करिथिला? 1944 मसीहा एप्रिल मासरे आजाद हिंद फौज तत्कालीन ब्रह्मदेश जोटा को म्यांमार पारी होई मणिपुर राज्य में प्रवेश करथिला एवं कोहिमा दखल करी सेठारे भारतीय पताका उत्तोलन करिबा परे मणिपुर राजधानी इम्फाल दखल करिया पे अग्रसर होइथिला। क्वेश्चन होची इम्फाल दखल करिया पे आजाद हिंद फौज काहेकि विफल होइथिला? कोहिमा दखल करी सेठारे भारतीय पताका उत्तोलन करिबा परे मणिपुर राजधानी इम्फाल दखल करिया पे अग्रसर होइथिला। ଏହା ପରେ ପ୍ରବଳ ବର୍ଷା ଆରମ୍ଭ ହେବାରୁ ଆଜାଦ ହିନ୍ଦ ଫୌଜର ଯୋଗାଯୋଗ ବ୍ୟବସ୍ଥା ବିପର୍ଯ୍ୟୟ ହୋଇ ପଡ଼ିଥିଲା। ସେଥିପାଇଁ କଣ ହେଇଥିଲା ନା ଆଜାଦ ହିନ୍ଦ ଫୌଜ ବିଫଳ ହୋଇଥିଲା। ତାପରେ କ୍ୱେଶ୍ଚିନ୍ ହେଉଛି ଆଜାଦ ହିନ୍ଦ ଯୁଦ୍ଧବନ୍ଦୀ ମାନଙ୍କ ସପକ୍ଷରେ କେଉଁ ଆଇନଜୀବୀ ମାନେ ମକଦ୍ଦମା ଲଢିଥିଲେ? ଭୁଲୁଭାଇ ଦେଶାଇ, ତେଜ ବାହାଦୁର ସାପ୍ରୁ, ଜବାହରଲାଲ ନେହେରୁ, ଆସାଫ ଅଲି ପ୍ରମୁଖ ଆଇନଜୀବୀ ସେମାନଙ୍କ ସପକ୍ଷରେ ମୁକଦ୍ଦମା ଲଢିଥିଲେ। आजाद हिंद फौजर युद्धबंदी मानकु किए एवं केबे मुक्त करथिले? भारतर तत्कालीन वायसरय लॉर्ड वावेल अभियुक्त मानकु 1946 जनवरी 1 तारिख रे मुक्त करथिले। क्वेश्चन होची सुभाष चंद्र बोस को विमान दुर्घटना केबे एवं केउ स्थानरू केउ स्थानकु यात्रा करुथबा बेले घटिथिबा संवाद प्रकाश पाइतेला? सुभाष 1945 अगस्त 18 तारिख रे जापान फॉर्मोजारू टोकियो को जाउथबा बेले विमान दुर्घटना रे मृत्युवरण करथिबा संवाद प्रकाश पाइथिला। थर्ड पार्टा होची प्रत्येक प्रश्नर उत्तर गोटिए वाक्य रे लेख। तो फर्स्ट क्वेश्चन होची सुभाष चंद्र बोस केउ दिन जन्म ग्रहण करथिले? 1897 जनवरी 23। सेकंड क्वेश्चन होची सुभाष चंद्र बोस काहाकू तांकर राजनीतिक गुरु भाबे ग्रहण करथिले? चित्तरंजन दास।
କଂଗ୍ରେସର କେଉଁ ଅଧିବେଶନରେ ସୁଭାଷ ଚନ୍ଦ୍ର ବୋଷ ପ୍ରଥମ ଥର ଏହାର ସଭାପତି ହୋଇଥିଲେ? 1938 ହରିପୁର ଅଧିବେଶନ। ସୁଭାଷ ଚନ୍ଦ୍ର ବୋଷ ଗଠନ କରିଥିବା ରାଜନୈତିକ ଦଳର ନାମ କଣ ଥିଲା? ଫରୱାର୍ଡ ବ୍ଲକ। ଭାରତୀୟ ସ୍ୱାଧୀନତା ସଂଘର ପ୍ରତିଷ୍ଠାତା କିଏ ଥିଲେ? ରାସ ବିହାରୀ ବୋଷ। ସୁଭାଷ ଚନ୍ଦ୍ର ବୋଷ ଜାପାନର କେଉଁ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ? ଟୋଜୋଙ୍କୁ ସେ ସାକ୍ଷାତ କରିଥିଲେ। କିଏ ଝାନ୍ସୀ ରାଣୀ ବ୍ରିଗେଡର ନେତୃତ୍ୱ ନେଇଥିଲେ? ଲକ୍ଷ୍ମୀ ସେହଗଲ। ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି। କେଉଁ ପରିପ୍ରେକ୍ଷୀରେ ସୁଭାଷ ବୋଷ ଏ କଥା କହିଥିଲେ? ଦିଲ୍ଲୀର ପଥ ହେଲା ସ୍ୱାଧୀନତାର ପଥ। ଆଜାଦ ହିନ୍ଦ ଫୌଜ ଭାରତର ଅଭିଯାନ ସମୟରେ କେଉଁଠାରେ ଭାରତୀୟ ଜାତୀୟ ପତାକା ଉତ୍ତୋଳନ କରିଥିଲେ? କୋହିମାଠାରେ। କେଉଁ ସ୍ଥାନରେ ଆଜାଦ ହିନ୍ଦ ଯୁଦ୍ଧବନ୍ଦୀ ମାନଙ୍କ ବିଚାର ହୋଇଥିଲା? ଦିଲ୍ଲୀର ଲାଲକିଲ୍ଲାଠାରେ। ଲାଷ୍ଟ ପାର୍ଟଟା ହଉଛି ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥିବା ଚାରିଗୋଟି ବିକଳ୍ପ ମଧ୍ୟରୁ ଠିକ ଉତ୍ତରଟି ବାଛି ତାର କ୍ରମିକ ନମ୍ବର ସହିତ ଲେଖ। ତ ଫର୍ଷ୍ଟ କ୍ୱେଶ୍ଚିନ୍ ହଉଛି ସୁଭାଷ ବୋଷ କେବେ ଭାରତୀୟ ପ୍ରଶାସନିକ ସେବା ICS ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ? ଆନ୍ସର ହଉଛି 1920। ଅପସନ୍ସ ଥିଲା କଣ ନା 1916, 1919, 1920, 1923। ତା ଭିତରୁ ଆନ୍ସର ହଉଛି 1920। ସେକେଣ୍ଡ କ୍ୱେଶ୍ଚିନ୍ ହଉଛି ସୁଭାଷ ବୋଷ କେବେ ବର୍ଲିନରେ ପହଞ୍ଚିଥିଲେ? ତ ଅପସନ୍ସ ହଉଛି 1941 ଜାନୁଆରୀ 26, 1941 ମାର୍ଚ୍ଚ 25, 1942 ଫେବୃଆରୀ 19, 1943 ଜୁନ 13। ଆନ୍ସର ହଉଛି 1941 ମାର୍ଚ୍ଚ 25। ସୁଭାଷ ବୋଷଙ୍କ ପୂର୍ବରୁ କିଏ ଆଜାଦ ହିନ୍ଦ ଫୌଜର ନେତୃତ୍ୱ ନେଇଥିଲେ? ଅପସନ୍ସ ହଉଛି ରାସ ବିହାରୀ ବୋଷ। ସେକେଣ୍ଡ ଅପସନ ଶାହନୱାଜ ଖାନ। ଥର୍ଡ ଅପସନ ଲକ୍ଷ୍ମୀ ସେହଗଲ। ଫୋର୍ଥ ଅପସନ ମୋହନ ସିଂ। ନେତୃତ୍ୱ ନେଇଥିଲେ କିଏ ନା ମୋହନ ସିଂ ନେଇଥିଲେ। ସୁଭାଷ ବୋଷ କେଉଁଠାରେ ଆଜାଦ ହିନ୍ଦ ସରକାର ଗଠନ କରିଥିଲେ? ଅପସନ୍ସ ଥିଲା ବର୍ଲିନ, ଟୋକିଓ, ସିଙ୍ଗାପୁର, ବ୍ୟାଙ୍କକ୍। ଆନ୍ସର ହଉଛି ସିଙ୍ଗାପୁର। କେଉଁ ଦେଶର ସରକାରଙ୍କ ଠାରୁ ସୁଭାଷ ବୋଷ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ଦାୟିତ୍ୱ ଗ୍ରହଣ କରିଥିଲେ? ଅପସନ ହଉଛି ଜର୍ମାନୀ, ଜାପାନ, ଆୟାରଲାଣ୍ଡ, ଇଂଲଣ୍ଡ। ଆନ୍ସର ହଉଛି ଜାପାନ। ବୁଝିହେଲା? ଆମେ ତ କ୍ୱେଶ୍ଚନ ଆନ୍ସର ଡିସ୍କସ କଲେ। ଯଦି ତାପରେ ବି କିଛି ଡାଉଟ୍ ଅଛି, କୋଉ ଜାଗାରେ ବୁଝି ହେଲାନି, ମତେ କମେଣ୍ଟରେ ଜଣେଇବ। ଆଉ ଯଦି ଭଲ ଲାଗିଲା ତାହେଲେ ଭିଡ଼ିଓ ଟିକେ ଲାଇକ୍ କରିଦିଅ, ଭିଡ଼ିଓ ମାନଙ୍କ ସହିତ ସେୟାର କର। ଚ୍ୟାନେଲରେ ଯୋଉମାନେ ଭିଡ଼ିଓ ଦେଖୁଛନ୍ତି ଏପର୍ଯ୍ୟନ୍ତ ସବସ୍କ୍ରାଇବ କରିନାହାନ୍ତି, ଚ୍ୟାନେଲକୁ ପ୍ଲିଜ ସବସ୍କ୍ରାଇବ କରି ବେଲ୍ ଆଇକନକୁ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥା। ଭିଡ଼ିଓ ଅପଲୋଡ ନୋଟିଫିକେସନ ପହଞ୍ଚିବ, ଆମେ ମିଶିକି ପଢିପାରିବା, ବୁଝିପାରିବା ଏବଂ ଜାଣିପାରିବା। ତାହେଲେ ଦେଖା ହବା ଆଗାମୀ ଭିଡ଼ିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମତେ ଅନୁମତି ଦିଅ। ବାଏ ବାଏ।